ମଇଦା ପାସ୍ତା ଖାଇକି ବୋର୍ ହେଇଗଲେଣି କି ଆଉ କିଛି ହେଲ୍ଦି ଟ୍ରାଏ କରିବାକୁ ଚାହୁଁଛନ୍ତି ତ ଏବେ ଘରେ ତିଆରି କରନ୍ତୁ ହେଲ୍ଦି ଅଟା ପାସ୍ତା, ଯେଉଁଟାକି ଖାଇବାରେ ବହୁତ ଟେଷ୍ଟି ବି ଆଉ ହେଲ୍ଦି ବି। ହ୍ୟାଲୋ ଫ୍ରେଣ୍ଡସ୍, ଲିସା ହୋମ୍ କିଚେନ୍ରେ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ଏପଟେ ମୁଁ 1.5 କପ୍ ଅଟା ନେଇଛି, ଯେଉଁଥିରେ ମୁଁ ଟିକେ ଲୁଣ ଦେଇଛି ଆଉ ଏଇଟା ମିକ୍ସ କରିକି ଏଇଟା ଗୋଟେ ଡୋ ତିଆରି କରିବା। ଏଥିରେ ବେଶୀ ଟିକେ ହାର୍ଡ଼ ଡୋ ଲଗାଇବେ, ବେଶୀ ସଫ୍ଟ ଲଗାଇଲେ ଆମର ପାସ୍ତା ଭଲ ଭାବରେ ବନିବନି। ଦେଖନ୍ତୁ ମୁଁ ଅଟାକୁ ଚକଡ଼ିକି ଗୋଟେ ଡୋ ଫର୍ମରେ ନେଇ ଆସିଛି। ମୁଁ ବେଶୀ ସଫ୍ଟ ଡୋ ଲଗାଇନି, ଟିକେ ହାର୍ଡ଼ ଲଗାଇଛି। ଏବେ ସେଇଥିରୁ ଗୋଟେ ଲୋଇ ନେବା ଆଉ ଏମିତି ଲମ୍ବା ଆକାରରେ କରିନେବା, ମାନେ ଗୋଟେ ହାର ଭଳିଆ, ସାପ ଭଳିଆ, ଯେଉଁଟା ବି ଆପଣମାନେ କହିପାରିବେ। ଲମ୍ବା ଆକାରରେ କରିନେବା, 2-4ଟା ଏମିତି କରିନେବେ ଏକାଥରେ। ଗୋଟେ ଗୋଟେ କଲେ ଲେଟ୍ ହେବ, 3-4ଟା ଏକାଥରେ କରିନେବେ ଆଉ ଏମିତି ଛୋଟିଆ ଛୋଟିଆ କାଟିଦେବେ। ଆଉ ଯଦି ଏମିତି ଆପଣ ନ କରନ୍ତି ତାହେଲେ ଛୋଟିଆ ଛୋଟିଆ ଗୋଲ କରିକି ନେବେ, ଆଉ ଯେଉଁଟା ଆମେ ଆଗକୁ ଆକାର ଦେବା ସେଇ ଆକାରରେ ଆପଣମାନେ କରିପାରିବେ। ଏମିତି କରିପାରିବେ ଆଉ ଗୋଲ ଗୋଲ କରିକି ସେଇଟା ବି ନେଇପାରିବେ। ଦେଖନ୍ତୁ ମୁଁ ଭିଡ଼ିଓରେ ଯେମିତି ଦେଖାଉଛି ସେମିତି କରିବେ। ଏମିତିରେ କଲେ କ'ଣ କି ଆମର ପାସ୍ତା ଦେଖିବାକୁ ବି ଟିକେ ଅଲଗା ଦେଖାଯିବ, ମାନେ ଭଲ ଦେଖାଯିବ, ଆଉ ଛୁଆମାନେ ବି ଏଇଟା ବହୁତ ଖୁସିରେ ଖାଇବେ। ଦେଖନ୍ତୁ ମୁଁ ସବୁ ଯାକ ପାସ୍ତା ବନେଇ ନେଇଛି। ଏଇଟା ମୋତେ ବନେଇବାର 10ରୁ 12 ମିନିଟ୍ ଲାଗିଗଲା। ଏପଟେ ମୁଁ ପାଣି ଗରମ ହେବା ପାଇଁ ଛାଡ଼ି ଦେଇଥିଲି। ପାଣି ଆମର ଫୁଟିଗଲା ପରେ ସେଇଥିରେ 1 ଚାମଚ ଲୁଣ ଆଉ ଅଏଲ୍ ଦେଇଛି, 1 ଚାମଚ ଅଏଲ୍ ଦେଇଛି। ତ ଅଏଲ୍ ଦେଲେ କ'ଣ ହେବ କି ଆମର ମାନେ ପାସ୍ତା ଆଉ ଆପସରେ ଚିପକିବନି। ଆଉ 5ରୁ 7 ମିନିଟ୍ ବଏଲ୍ କରିବେ। ସେଥିପାଇଁ ମୁଁ କହିଥିଲି ଟିକେ ଟାଣୁଆ ଅଟା ଲଗାଇବେ, ଟିକେ ସଫ୍ଟ କରିଦେଲେ ଆମର ବଏଲ୍ କଲା ବେଳକୁ ଟିକେ ବେଶୀ ସମୟ ଲାଗିବ। ଆଉ ସେଇଥିରେ ଟିକେ ଥଣ୍ଡା ପାଣି ଦେବେ, ପାସ୍ତା ପାଣି ଫୋପାଡ଼ିବେନି, ଆଗକୁ ଆମେ ୟୁଜ୍ କରିବା। ଏପଟେ ଦେଖନ୍ତୁ ମୁଁ ଗୋଟେ କଢ଼େଇ ନେଇଛି, କଢ଼େଇ କିମ୍ବା ପ୍ୟାନ୍ ଯେଉଁଟା ବି ୟୁଜ୍ କରିପାରିବେ। ଆଉ ସେଇଥିରେ 2 ଚାମଚ ସୋରିଷ ତେଲ ଦେଇଛି। ଆପଣ ଚାହିଁବେ ତ ରିଫାଇନ୍ ତେଲ ବି ୟୁଜ୍ କରିପାରିବେ, ଲେକିନ୍ ସୋରିଷ ତେଲରେ ଥରେ କରିକି ଦେଖନ୍ତୁ, ବହୁତ ବଢ଼ିଆ ଲାଗିବ। ଅଏଲ୍ ଆମର ଯେମିତି ଗରମ ହେଇଯିବ ସେଇଥିରେ 1/2 ଟେବୁଲ୍ ସ୍ପୁନ୍ ଜିରା, ରସୁଣ, ଅଦାକୁ ଦେଇକି ଟିକେ ଭାଜି ନେବେ। ଟିକେ ଭାଜି ହେଇଗଲା ପରେ ପିଆଜ ଆଉ ଲଙ୍କା ଦେଇକି ଆଉ ଟିକେ ଭାଜି ନେବେ, ଯେମିତି ପିଆଜ ଟିକେ କଲର୍ ଚେଞ୍ଜ ହେଇଯିବ। ଆଉ ସେଇଥିରେ କିଛି ସବଜି ଆଡ଼୍ କରିବା, ଯେମିତି ଗାଜର, ମଟର, କ୍ୟାପ୍ସିକମ୍, ବିନ୍ସ ଏଇସବୁ ଆଡ଼୍ କରିଦେବା। ଟିକେ ଭାଜି ହେଇଗଲା ପରେ ଟମାଟୋ ଆଉ ଲୁଣ ଦେଇକି ଆଉ ଟିକେ ଭାଜି ନେବେ। ଆଉ ସେଇଥିରେ କିଛି ମସଲା ଆଡ଼୍ କରିଛି, ହଳଦୀ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ ଆଉ 1 ଚାମଚ ମ୍ୟାଗି ମସଲା। ତ ଏଇଟାକୁ ବି ଟିକେ ଭାଜି ନେବେ। ଆଉ ଯେଉଁଟା ଆମେ ପାସ୍ତା ପାଣି ରଖିଥିଲେ ତାକୁ ଆଡ଼୍ କରିଦେବା। ଆପଣ ଗ୍ରେଭି ହିସାବରେ ପାଣି ଆଡ଼୍ କରିବେ, ଯେତିକି ରଖିବେ ସେଇ ହିସାବରେ ଆଡ଼୍ କରିବେ। ଆଉ ଯେମିତି ଆମର ପାଣି ଟିକେ ଫୁଟିଯିବ, ଯେତିକି ଆମେ ପାସ୍ତା ବନେଇକି ରଖିଥିଲେ ତାକୁ ଆଡ଼୍ କରିଦେବା ଆଉ ଟିକେ ମିକ୍ସ କରିନେବା। ପାସ୍ତା ଆମର ବନେଇକି ରେଡ଼ି ହେଇଗଲା। ଲାଷ୍ଟରେ ଟିକେ ମୁଁ ଧନିଆ ପତ୍ର ଆଡ଼୍ କରିଛି। ଏଇଟା ହେଲ୍ଦି ବି, ଆପଣ ଛୁଆମାନଙ୍କ ଟିଫିନ୍ରେ ବି ଦେଇପାରିବେ। ଛୋଟ ହଉ ବଡ଼ ହଉ ସମସ୍ତେ ଖାଇବାକୁ ବହୁତ ପସନ୍ଦ କରିବେ। ଆଜିର ଆମର এই ରେସିପି କେମିତି ଲାଗିଲା କମେଣ୍ଟ ନିହାତି ଜଣାଇବେ। ଯଦି ଭଲ ଲାଗିଥିବ ଗୋଟେ ଲାଇକ୍ ସେୟାର କରିଦେବେ। ପର୍ଯ୍ୟନ୍ତ ଖାଇକି ବହୁତ ଖୁସି ହେଇଗଲେ। ପୁଣି ଦେଖା ହବା ଗୋଟେ ନୂଆ ରେସିପି ସହିତ। ରହିଲି, ବାଏ ବାଏ।